କ'ଣ କେମିତି ଅଛି ଆମ ଛୁଆ ପିଲା ବି ପାଠ ପଢୁଛନ୍ତି ନା ଲାପଟପ୍ ଟିକେ ଦରକାର। ନା ତମେ ନବ ମୁଁ କହିବି। ନବା ତ କୋଉଠି ମୋ ଛୁଆ ପିଲା ପାଠ ପଢୁଛନ୍ତି ମୋ ଲାପଟପ୍ ଟିକେ ଦରକାର ମୋ ଛୁଆ ପିଲା। ହଉ କ'ଣ କେମିତି ପ୍ରୋସେସର କ'ଣ କମ୍ପାନୀ ମୁଁ ତ ଏଇ ସେ ଜାଣିନି। 45,000 ଟଙ୍କା ଏସର Z1 565 ତାର ହେଲା ମଡେଲ ଆଉ 45,000 ଟଙ୍କା। ଆଉ ତମ ହୋଲସେଲ ରେଟ୍ ହେଲେ ତମକୁ 35,000 ଟଙ୍କାରେ ନା ନା 45,000 ବହୁତ କହିଲ। ଆରେ କାଲି ମୁଁ ଅନଲାଇନରେ କ'ଣ ଦେଖୁଥିଲି 25,000 ଦେଖୁଥିଲି। ଆଜି ଆମ ଅନଲାଇନରେ କିଣି ମୋ ପାଖକୁ କାଇଁ ଅଛି? ଆରେ ଅନଲାଇନରେ ମୁଁ କ'ଣ ଏଇନା ଦେଖିଥିଲି ୟୁଟ୍ୟୁବ ସର୍ଟରେ କ'ଣ ସେ ଖୋଲି ନେଉଛନ୍ତି ମଦର ବୋର୍ଡ କ'ଣ ଫାଟି ଯାଉଛି ମୋ ଛୁଆ ପିଲା। ହଁ ସେଇ ଉପର ଚିକଣ ଭିତର ଫମ୍ପା ଅନଲାଇନ ବାପା। ସେଇଥିପାଇଁ କହୁଛି ବଜେଟ 25,000। ଆରେ କ'ଣ ତୁ ବୁଝିବୁ ଏ ମହତ୍ତ୍ୱ? ଆରେ ତୁ କ'ଣ ବୁଝିବୁ ଟଙ୍କାର ମହତ୍ତ୍ୱ? ଆରେ ଏଇ ଲାପଟପକୁ 45,000 ଟଙ୍କା ଲାପଟପକୁ 1,00,000 ଟଙ୍କା କହିକିରି ସେ ଆର ସାଇ ଶରତ ବାବୁଙ୍କୁ ବିକ୍ରି କରିଦଉଛି। ମାଳ ମାଳ ଟଙ୍କା ଲାଭ କରୁଛି ଯେ ମୋ ଛେପ ପାଉନି ଟଙ୍କା ଗଣିବାକୁ। ମୁଁ ବା ଗୋବର୍ଦ୍ଧନ ନାୟକରୁ ଛେପ ଧାର ଆଣୁଛି ଟଙ୍କା ଗଣିବା ପାଇଁକି। ତୁ କ'ଣ ବୁଝିବୁ ତା ମହତ୍ତ୍ୱ? ଲୋକଙ୍କୁ ଠକିଲେ କ'ଣ ଏମିତି ହବ? ତୁ ମତେ ସେ ଭାଗବତ ବାଣୀ ପଢା ନା ନେ ନ ନେଲେ ମୋର ଠୋ। ଇଏ କାମକୁ ନୁହେଁ ମ। Hi, good morning. How was your day? ଆରେ ସମାଗଳରେ ପହଞ୍ଚିଗଲି ନା କ'ଣ? Who's that guy? ଦେଖିଲ ଆଏ ତ ସମାଗଳ ପହଞ୍ଚିଗଲି ଏଇଠି ତ ସମ୍ମିଳନୀ ହଉଥିବ ଆଉ। ନାରାୟଣ ନାରାୟଣ ନାରାୟଣ। ଭାଇ ଜୟଗୁରୁ। ଆଜ୍ଞା ଜୟଗୁରୁ। ଭାଇ ଡେଲିଗେଟ କୋଉଠି ହଉଛି? ଭାଇ ଏଇଠି ଯୋଉ ମରା ହେଇଛି ସେଇଠି ଯାଆନ୍ତୁ ଡେଲିଗେଟ୍ କରାଯାଉଛି। ନାରାୟଣ ଜୟଗୁରୁ ଜୟଗୁରୁ ଜୟଗୁରୁ। ଆରେ ଇଏ କ'ଣ ଖାଲ ଢିପ ସମାନ କରୁନାହାନ୍ତି ଜମାରେ ମୋ କୁଆଡ଼େ ଗୋଡ଼ ପଡୁଛି। ଜୟଗୁରୁ ଭାଇ ଡେଲିଗେଟ ହଉଛି। ଆଜ୍ଞା ପ୍ରସାଦ ପାଇବି କ୍ୟାମ୍ପ ଯିବି। ଆଜ୍ଞା ଆପଣ ନାଁଟା କୁହନ୍ତୁ। ଅନନ୍ତ ଶୁକ୍ଳା। ଆଜ୍ଞା ଆପଣ ବୟସ 85। 50। ଆପଣଙ୍କ ସଂଘ ନା? ବାଲିକିଆରି ସହ ବାଲିକା। ହଉ ମୋବାଇଲଟା ଦେଲ ଫଟୋ ଉଠେଇଦେବା। ଆରେ ଫଟୋ କ'ଣ ଉଠେଇବ? ମୋ ଜୀବନ ଦିହ କାଳ ଗଲାଣି। ମୁଁ ସବୁ ଡେଲିଗେଟ ସେମିତି ନେଇକି ଯାଇଛି ଫଟୋ କ'ଣ ଉଠେଇବ? କି ଅବସ୍ଥା ମୋ ଫଟୋ କ'ଣ ଉଠେଇବ ତମେ? ଆଜ୍ଞା ଟିକେ ଧୈର୍ଯ୍ୟ ମୋ କଥା ଟିକେ ଚୋର ନା ଶୁଣନ୍ତୁ। ତସ୍କର? ଆଜ୍ଞା ମୋ କଥା ଟିକେ ଶୁଣନ୍ତୁ। ଶୁଣୁନାହାନ୍ତି। ମୁଁ କଥା କ'ଣ ଶୁଣିବି? ଇଏ କି ବ୍ୟବସ୍ଥା ଫଟୋ ଉଠେଇବ? ତ କ'ଣ ମୁଁ କିଛି ବୁଝିପାରୁନି। ଆଜ୍ଞା ଟିକେ ଧୈର୍ଯ୍ୟ ଧରନ୍ତୁ ମୋ କଥା ଟିକେ ଶୁଣନ୍ତୁ। କ'ଣ ହେଇଛି ଭାଇ? ଏ ମୋର କଥା ଶୁଣ ମୁଁ ସାଙ୍ଗେ ସାଙ୍ଗେ ପ୍ରସାଦ ପାଇଁ ଭୋକ ହେଲାଣି ଯିବି। ଏଇଠି କରୁଛନ୍ତି ଏମାନେ କାହାକୁ ପଚାରୁଛନ୍ତି କିଛି କରିଛନ୍ତି ମନେ ମନେ ଚଲେଇଛନ୍ତି ଆଉ। ଆଜ୍ଞା ଶୁଣନ୍ତୁ। ଅପେକ୍ଷା କରନ୍ତୁ, ଶୁଣିବେ ଟିକେ କହିବି। ମୁଁ ଯିବି ପ୍ରସାଦ ପାଇଁ। ଭାଇ ମୁଁ ରହିବିନି ଭାଇ ପ୍ରସାଦ ପାଇଁ। ଭାଇ ଧୈର୍ଯ୍ୟ ଧରନ୍ତୁ। ଆଜ୍ଞା ଶୁଣନ୍ତୁ ମୋ କଥା ଟିକେ ଶୁଣନ୍ତୁ। ଏତେ ବର୍ଷ ହେଲା ଆପଣ ମାନୁଆଲ ଡେଲି କରୁଥିଲେ ଆମେ ସେଟାକୁ ଟିକେ ମଡର୍ଣ୍ଣାଇଜେସନ ଏଇ କରିବା ସୁବିଧାରେ ଆପଣ ସେଇଟା ସବୁ ଜିନିଷ ପାଇପାରିବେ। ଆପଣ ନା ଏଥିରେ ଆମେ ଏଣ୍ଟ୍ରି କଲା ମାନେ ଆପଣ ଗୋଟେ ଡାଟା ହଜିଗଲା। ସପୋଜ ଆପଣଙ୍କର ଏଇଟା ହଜିଗଲା କ'ଣ କରିବେ? ଦଉଛି ମତେ ଆମ ଡାଟାରେ ବାହାରିଲା ଆମେ ସାଙ୍ଗେ ସାଙ୍ଗେ ସମ୍ଭାଳିଲେ। କି କଥା ଇଏ ବୃଦ୍ଧ ଲୋକ ଆସିବେ ଏମିତି ବ୍ୟାରିକେଡରେ ଠିଆ ହେବେ ଖରା ତଳରେ ଆସିଥିବେ ପ୍ରସାଦ ପାଇବେ ଆପଣଙ୍କ ସର୍ଭର ଚାଲିବନି ତା ବୋଲି ସେ ବୃଦ୍ଧ ଲୋକଙ୍କର ଦୋଷ? ଆଜ୍ଞା 2 ମିନିଟ୍ ଦିଅନ୍ତୁ ମୁଁ ସାଙ୍ଗେ ସାଙ୍ଗେ ବାହାର କରି ଦଉଛି। ଆଉ ସେ ବୃଦ୍ଧ ଲୋକ ତାଙ୍କର କୋଉଠୁ ଆସିବ ମୋବାଇଲ ନମ୍ବର? ସିଏ ତ 85 ବର୍ଷର ଗୋଟା ମୋବାଇଲ କ'ଣ ଜାଣିନାହାନ୍ତି ତୁମେ ମୋବାଇଲ କଥା କହିଲ? ଆଜ୍ଞା 2 ମିନିଟ୍ ସାଙ୍ଗେ ସାଙ୍ଗେ ବାହାର କରି ଦଉଛି ଫଟୋ ଆସିବ ନାହିଁ। ଭାଇ ମୁଁ ରହିବିନି। କ'ଣ ତ ଟିକେ ଫୋନ୍ ଆଉଟ୍ ଅଫ୍ କଣ୍ଟ୍ରୋଲ ହେଇଗଲାଣି। ହ୍ୟାଲୋ କି ଡେଲିଗେଟ ହୋ ଭାଇ ଜୟଗୁରୁ ଏଇଠି କଣ୍ଟ୍ରୋଲ ଆଉଟ୍ ଅଫ୍ କଣ୍ଟ୍ରୋଲ ହେଇଗଲାଣି। କ'ଣ ଚାଲିଛି ଏଠି ତମର? କ'ଣ ତମ ମନ ମାରି ଚଲେଇଛ? ହଁ ଭାଇ କୁହନ୍ତୁ କ'ଣ ହେଲା? କ'ଣ
ଆପଣ ସେ ବୃଦ୍ଧ ଲୋକ ପ୍ରସାଦ ପାଇନାହାନ୍ତି ଖରା ତରରେ ଆସୁଛନ୍ତି ଆପଣଙ୍କର ସର୍ଭର ଚାଲୁନାହିଁ ଆପଣଙ୍କର ସର୍ଭର ଚାଲୁନାହିଁ ତାଙ୍କ ଡେଲିଗେଟଟା ହେଇପାରୁନାହିଁ ଏପର୍ଯ୍ୟନ୍ତ ସେ ତାକୁ ଛାଡୁନାହାନ୍ତି ପ୍ରସାଦ ଖଳାକୁ ଇ କି କଥା ଭାଇ ଟିକେ ଆପଣ ଧୈର୍ଯ୍ୟ ଧରନ୍ତୁ ମୁଁ ଏବେ 2 ମିନିଟରେ ସମାଧାନ କରିଦେବି ଧୈର୍ଯ୍ୟ ଧରିବେନି ମୁଁ ପ୍ରସାଦ ପାଇ ମୁଁ ଚାଲିଲେ ବାପା ଭାଇ 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 ଟିକେ ଧୈର୍ଯ୍ୟ ଧରନ୍ତୁ। ଇଏ ବହୁତ ଜ୍ଞାନ ଦଉଛନ୍ତି ଟିକେ ଟିକେ ଭାଇ ଟିକେ ଧୈର୍ଯ୍ୟ ଧରନ୍ତୁ। ଆମ ସଭାରେ ଜ୍ଞାନ ନେବି ନା ଏଠି ନେବି ବସିଛି ଆଚ୍ଛା ଆଚ୍ଛା ରୁହନ୍ତୁ ମୁଁ ସେ ଆଇକନିକ୍ ଟେଲ୍ ଭାଇଙ୍କୁ ଟିକେ ଫୋନ୍ କରେ ହଁ ଭାଇ ଆଇକନିକ୍ ଟେଲ୍ ଭାଇ କୋଉଠି ଅଛନ୍ତି ଆପଣ ହଁ ହଁ ଭାଇ ଆସୁଛି ଆସୁଛି ହଁ ହେଇଗଲା ଅସୁବିଧା ଭାଇ ଗୁଡ୍ ମର୍ଣ୍ଣିଂ ସାର୍ ଗୁଡ୍ ମର୍ଣ୍ଣିଂ ସାର୍ ସାର୍ ସର୍ଭର ବହୁତ ସ୍ଲୋ ହେଇପାରୁନି ଆଚ୍ଛା ଆଚ୍ଛା କ'ଣ ହେଇଗଲା ଆଚ୍ଛା ଆଚ୍ଛା ଟିକେ ଧୈର୍ଯ୍ୟ ଧର ଟିକେ ଧର କରିଦେଇ ବ୍ୟସ୍ତ ହବନା ସବୁ ସବୁ ଠିକ୍ ହେଇଯିବ କ'ଣ ହେଇଛି କହିଲ ବୁଲୁଛି ଖାଲି ଆଚ୍ଛା ବୁଲୁଛି ନୂଆ କିଣିଦେବା ନହେଲେ ଆଉ କ'ଣ ହଁ କ'ଣ କହୁଛନ୍ତି ଭାଇ ଆପଣ ଏବେ ଏବେ ଆପଣ ସାଙ୍ଗେ ସାଙ୍ଗେ ଏବେ କରନ୍ତୁ ଏ 15 ଲକ୍ଷ ଟଙ୍କା ପଡ଼ିବ ଟିକେ ରୁହନ୍ତୁ ମୁଁ ଟିକେ ବୁଝେଇବା ହ୍ୟାଲୋ ହଁ ଆମର ଏଇଠି ସମାଗଳରେ ଗୋଟେ ଡିଜିଟାଲାଇଜେସନ୍ କରିଥିଲୁ ଟିକେ ଏମିତି ପ୍ରୋବ୍ଲେମ୍ ଅସୁବିଧା ହେଇଯାଇଛି ହଁ ହଁ ଆଚ୍ଛା ଠିକ୍ ଅଛି ଏ ଆଙ୍କ ଧନ୍ଦାରେ ପଶିବାରେ ନାହିଁ ମୁଁ ଚାଲିଲି ଭାଇ ପ୍ରସାଦ ପାଇବି ମୁଁ ଯିବି ଭାଇ ମୁଁ ପ୍ରସାଦ ପାଇବି ଇଏ ବହୁତ ଧନ୍ଦା କରୁଛନ୍ତି ପ୍ରସାଦ କେତେ ପଡ଼ିବ ଆରେ ମୁଁ ପନ୍ଦର ତମେ ଅଧଘଣ୍ଟାରେ ପହଞ୍ଚେଇ ଦିଅ ଆଣିକି ଏଠି। ଆମର ଏଠି ବନ୍ଦ ହେବା ଦରକାର ନାହିଁ ମୁଁ 15 ଦେବି 15 ଲକ୍ଷ ଦେବି ସମାଗଳରେ ପହଞ୍ଚେଇ ଦିଅନ୍ତି ଅଧଘଣ୍ଟାରେ ଭାଇ ଅଧଘଣ୍ଟାରେ ଚାଲୁ ହେଇଯିବ ହଁ ହେଇଯିବ ଠିକ୍ ଠିକ୍ ଅଛି ଅଧଘଣ୍ଟାରେ ଚାଲୁ ହେଇଯିବ ଦେଖ 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 ହେଇଗଲା ହେଇଗଲା ଦିଅ ଦିଅ ତମେ ଶୀଘ୍ର ଦିଅ ଏଇ ଡେଲିଗେଟ୍ ଦେଖ ଦେଖ ଭାଇ ଆପଣଙ୍କର ଦେଖନ୍ତୁ ଏଠି ପୁରା ଫଟୋ ରହିଛି ଏଠି ସ୍କାନର ରହିଛି ଆପଣଙ୍କର ଏଠି ଯଦି ସ୍କାନ କରିଦେବୁ ଆପଣଙ୍କର ପୁରା ଡାଟା ଡିଟେଲ୍ସ ସବୁ ଆପଣଙ୍କ ଶାଖା ସଂଘ ମୋବାଇଲ ନମ୍ବର ସବୁ ଏଠି ଆସିଯିବ ଏଇଟା କେତେ ସୁବିଧା କହିଲେ ଆପଣ ଯଦି କୋଉଠି ହଜିଯିବେ ତାହେଲେ ଆମେ ଏଇଟାକୁ ଆମେ ସ୍କାନ କରିକି ଆପଣ ଯିଏ ବି ଆକୁ ଅଛି ପାଇବେ ସେ ଆପଣଙ୍କୁ ଆଣିକି ଆମକୁ ଦେଇପାରିବେ ଠିକ ଅଛି ଦିଅ 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 ଆରେ ଭାରି ସୁନ୍ଦରିଆଟା ତ ହେଇଛି ଆଉ ଏତେ ଗରମ କାହିଁ ହଉతుంది ହେଇଗଲା ସମାଧାନ ଆପଣଙ୍କର? ଆଉ ଭାରି ସୁନ୍ଦରଟା ହେଇଛି ଆଉ ଚାଲ ଦେଖିଲେ ତ 2 ମିନିଟରେ ସମାଧାନ କରି ମୁଁ ତ ଭାବିଲେ କିଛି ହବନି ଆଉ ଜୟ ଜୟ ଏହି କାର୍ଯ୍ୟକ୍ରମ ସହିତ ଆଜିର ଆନନ୍ଦ ସଭା କାର୍ଯ୍ୟକ୍ରମ ପରିସମାପ୍ତି ତେବେ ତାପରେ ଶେଷ ଗାନ ଗୋଟେ ରହିଛି ଶେଷରେ ହରି ଭାଇ ଏକ ଶେଷ ଗାନ ବୋଲନ୍ତି ତାଙ୍କ ପରେ ପରେ ତାଙ୍କ ପୁଅ ସୁଧୀର ଭାଇ ତାହାକୁ ବୋଲୁଥିଲେ ଗତ ତାଙ୍କର ଦେହାନ୍ତ ହେଇଯାଇଛି ଏ କିଛି ଦିନ ତଳେ ଅକାଳ ଦୁର୍ଘଟଣାରୁ ତେଣୁ ତାଙ୍କ ପାଇଁ ଗୋଟେ ମିନିଟ୍ ନିରବ ପ୍ରାର୍ଥନା ଏବଂ ତାଙ୍କ ତରଫରୁ ସେହି ସେବା କରିବେ ଶରତ ଭାଇ ନଖରା ଶାଖା ସଂଘ ଜୟ ଗୁରୁ ସେ ମଧୁପର
দিও যেও না প্রিয় যেও না প্রিয় পাখিরা কান্দিয়া গাইছে কজনে অশ্রু